ଆପଣ ଗୁଡଗାଁও ଯାଆନ୍ତୁ କି ବମ୍ବେ ଯାଆନ୍ତୁ, ସେଠି ଏମିତି ବଡ଼ କୋଠା ଅଛି 40-50 ମହଲା। ଆପଣ ସେଠି ତଳେ ଛିଡ଼ା ହେବେ, ଲାଗେନି ସେ କୋଠା ଆପଣଙ୍କ ଉପରକୁ ମାଡ଼ି ଆସୁଛି। ଭିତରେ ଏଇ ସତର୍କତା ରହୁ, ଯେମିତି ଦେଖ କି କିଛି ମାଡ଼ି ଆସୁଛି ତୁରନ୍ତ କ'ଣ କହିବେ? ତୁ କିଏ? ଆପଣ କୋଉଠିକି ଗୋଟେ ଯାଇଛନ୍ତି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ? ବଡ଼ ମଲ୍ଟିନ୍ୟାସନାଲ ଅଫିସକୁ ତାର ରିସେପ୍ସନରେ ବସିକି ଦେଖିବେ, ବହୁତ ଆକର୍ଷିତ ହୋଇଥାଏ। ସେ ଜାଗା ଏକଦମ ପ୍ରଭାବିତ କରିଦିଏ। ବହୁତ ଟଙ୍କା ଖର୍ଚ୍ଚ କରି ସେହି ରିସେପ୍ସନଟା ତିଆରି କରାଯାଇଥାଏ, ଯେମିତି ଆପଣ ଶୀଘ୍ର ପ୍ରଭାବିତ ହୋଇଯିବେ ଆଉ ଆତ୍ମସମର୍ପଣ କରିଦେବେ। ଯେମିତି ଦେଖିବେ ଯେ ରିସେପ୍ସନ ଏମିତି ତିଆରି କରାଯାଇଛି, ସେଠାରେ ଏମିତି ବସନ୍ତୁ। ଆମେ ଓଲଟା କରୁ। ଖରାପରୁ ଖରାପ ବ୍ୟବହାର କରୁଥିବା ଲୋକ ମଧ୍ୟ ଯେତେବେଳେ କୌଣସି ବଡ଼ କମ୍ପାନୀର ରିସେପ୍ସନରେ ବସିଥାଏ କିମ୍ବା କୌଣସି 5 ଷ୍ଟାର ହୋଟେଲକୁ ଯାଏ, ସେଠାରେ ସିଏ ବହୁତ ଭଦ୍ର ଆଉ ଶିଷ୍ଟ ହୋଇଯାଏ। ସଂକ୍ଷେପରେ କହିଲେ ସିଏ ପୋଷା ମାନିଯାଏ। ଜର୍ମାନ ସେଫର୍ଡ 5 ଷ୍ଟାରରେ ପହଞ୍ଚି କ'ଣ ହୋଇଗଲା? ଦେଶୀ କୁକୁର ଛୁଆ। ବାହାରେ ଏମିତି ବୁଲୁଥିଲେ ଆଉ ଯେମିତି ଦେଖିଲେ ଯେ ଏଇଟା 500 କୋଟିର କୋଠା, ସେଠି ଏକଦମ ୟେସ୍ 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 ହ୍ୱାଟ୍ ଡୁ ଆଇ ହ୍ୟାଭ୍ ଟୁ ଗିଭ୍, ହ୍ୱେର୍ ଡୁ ଆଇ ସିଟ୍? ଆଉ ସେଇଠୁ ବାହାରକୁ ଆସିଲା ପରେ ବିଭିନ୍ନ ପ୍ରକାର ଗାଳିଗୁଲଜ ଆଉ ଖରାପ ବ୍ୟବହାର। ପାଲତୁ ହବାର ନାହିଁ। ସମାଜର ବାହୁବଳ ଆଗରେ ନଇଯିବା ଉଚିତ ନୁହେଁ। ଯେତିକି ବିନମ୍ରତା ସତ୍ୟ ଆଗରେ ରହିବା ଦରକାର, ସେତିକି ହିଁ ଜିଦ୍ ମାୟା ଆଗରେ ରହିବା ଦରକାର। ସତ୍ୟ ଆଗରେ ମୁଣ୍ଡ ଉଠୁ ନଥାଉ ଆଉ ମାୟା ଆଗରେ ମୁଣ୍ଡ ନଇଁ ନଥାଉ। ଅଭଦ୍ରାମୀ ଶିଖନ୍ତୁ। ବିଶେଷ କରି ଯେଉଁମାନେ ସଂସ୍କାରୀ ଲୋକ, ସେମାନଙ୍କୁ ଅଭଦ୍ରାମୀ ଆସିବା ଦରକାର। ଯେଉଁମାନଙ୍କୁ ବଡ଼ ପାଟି କରି ଆସେନି, କାରଣ ସେମାନଙ୍କୁ ବହୁତ ସଂସ୍କାରୀ କରି ଗଢ଼ାଯାଇଛି। ବିଶେଷ କରି ଝିଅମାନଙ୍କୁ ମୁଁ ସେମାନଙ୍କୁ କହୁଛି, ବଡ଼ ପାଟି କରିବା ଶିଖନ୍ତୁ, କିଛି ଗାଳି ଦେବା ମଧ୍ୟ ଶିଖନ୍ତୁ। କହିବେ ଆଚାର୍ଯ୍ୟଜୀ ଆପଣ ତ ଗାଳି ବିରୋଧରେ ଥିଲେ। ନିର୍ଭର କରେ ନା ବେଦାନ୍ତ କ'ଣ କହେ କାହା ପାଇଁ। ଯେଉଁମାନେ ବହୁତ ଅଧିକ କହନ୍ତି ସେମାନଙ୍କୁ କହେ ଚୁପ୍, ଗାଳି ଦେଇ ଚାଲିଛୁ ଚୁପ୍ କର। ଆଉ ଯେଉଁମାନେ ସଂସ୍କାରର ଜାଲରେ ଛନ୍ଦି ହୋଇ ପାଟି ଫିଟାଇ ପାରନ୍ତିନି, ବଡ଼ ପାଟି କରିପାରନ୍ତିନି, ସେମାନଙ୍କୁ ମୁଁ କହିବି ବଡ଼ ପାଟି କର ଆଉ ଗାଳି ଦେବା ମଧ୍ୟ ଶିଖ। କଥାଟା ବୁଝା ପଡ଼ୁଛି? ପ୍ରେମରେ ମୌନ ରହିବା ଗୋଟେ କଥା ଆଉ ଡରରେ ଚୁପ୍ ରହିବା ସମ୍ପୂର୍ଣ୍ଣ ଅଲଗା କଥା। ମୋତେ ବହୁତ ମଜା ଲାଗେ ଏଇଟା ଦେଖିବାକୁ। ଲୋକ କେତେ ଭଦ୍ର ହୋଇଯାଆନ୍ତି ବିମାନ ବନ୍ଦରରେ, ବିମାନ ଭିତରେ, ବଡ଼ ବଡ଼ କମ୍ପାନୀରେ, ବଡ଼ ଅଫିସରଙ୍କ ଆଗରେ, ନେତାଙ୍କ ଆଗରେ, ବଡ଼ ରେଷ୍ଟୁରାଣ୍ଟରେ କେତେ ଭଦ୍ର ହୋଇଯାଆନ୍ତି। ଯେଉଁଠି ପ୍ରତିବାଦ କରିବା କଥା ସେଠି ତୁମେ ଭଦ୍ର ହୋଇଯାଅ, ଆଉ ଯେଉଁଠି ବିନମ୍ରତା ଆସିବା କଥା, ଯେଉଁଠି ମିଠା କଥା କହିବା କଥା, ସେଠି ତୁମେ ଅକଡ଼ ଦେଖାଅ। କେଉଁଠି ଜଣେ ବୁଢ଼ୀ ପନିପରିବା ବିକୁଥିବ, ତା ସହିତ ଲାଗିପଡ଼ି ଯୁକ୍ତି କରୁଛ ଯେମିତି 5 ଟଙ୍କା ବଞ୍ଚିଯିବ, ଆଉ ତାକୁ ଅଲଟାପାଲଟା ମଧ୍ୟ କହୁଛ। ଅଟୋରେ ବସିକି ରେଷ୍ଟୁରାଣ୍ଟ ଯାଉଛ, ଅଟୋବାଲା ସହିତ ଖରାପ ବ୍ୟବହାର କରୁଛ। ହଁ, ରେଷ୍ଟୁରାଣ୍ଟରେ ପଶିବା ମାତ୍ରେ ସେଠାରେ ଗେଟ୍ ପାଖରେ ହିଁ 2 ଜଣ ବଳୁଆ ଗାର୍ଡ ବାଉନ୍ସର ଛିଡ଼ା ହୋଇଛନ୍ତି। ସେଠି କିନ୍ତୁ ଏକଦମ ସିଧା ହୋଇଗଲେ। ଦୁର୍ବଳ ସହିତ ନରମ ରୁହ ଆଉ ଅତ୍ୟାଚାରୀ ସହିତ ଏକଦମ ଗରମ।
समाज उल्टा नियम चले से समाज आउ अध्यात्मर परस्पर सहित पड़ेनि। समाज कहे बड़ लोकों सहित संपर्क रख, नेटवर्किंग कर। अध्यात्म कहे उच्च तो केवल जणे, आम नेटवर्किंग तो तांको सहित ही हेब। आउ बाकी जेते दुनिया रे निजको बड़ बोली कहउचंती, मो जोता तले एमिति कहिबा शिख। जणे ही जे पूज्य, जणे ही जहांकु मन देई सारिछि, केवल जणे ही जहांकु सम्मान करे। बाकी समस्ते पाटी ही फिटुनी संस्कारी लोक सबु कहिबे, किंतु आचार्य जी आमे तो श्लोक सुनिबा को आसीथिलु, आपण ए केमतिका कथा कहउचंती जोता तले आदि? संस्कृत केबे आरंभ हेबो? ना काहाठू टंका नियो, ना काहाठू सम्मान नियो, बहुत मुक्त भावरे बंचिब। एकदम सरल सूत्र ना। काहाठू टंका नेबार नाही कि काहाठू प्रतिष्ठा नेबार नाही। पैसा होची बाह्य शरीर पाई, प्रतिष्ठा होची सूक्ष्म शरीर पाई। पैसा मिली गले एहाकू बहुत मजा लागे, शरीर को भल पोशाक मिलिबो, खाइबा पीबा को मिलिबो। पैसार मजा भीतर वाला को भी आसे, किंतु अधिक मजा बाहर वाला को आसे। आउ प्रतिष्ठार मजा एही शरीर को आसेनी। प्रतिष्ठार मजा आसे जे भीतरर सूक्ष्म शरीर अछि मन ताकू। आउ ए दी जण ही अछंती। फसिबनी। एइटा ही आध्यात्मिक मनुष्यर परिचय। सीए टंकारे फसेनी कि प्रतिष्ठारे फसेनी। सेथिपाई कहूची जे आध्यात्मिक मनुष्य प्रकृत रे केबे सामाजिक होई पारिबनी, कारण समाज रे जो संपर्क गढ़ा जाए सेटा तो दुईटी जिनिस रही थाए, टंका और प्रतिष्ठा, ना कि प्रेम रही थाए। प्रेमर तो संपर्क गढ़ा हुएनी ना समाज रे। प्रेम तो बरং बारण समाज रे। समाज तो जेउठी प्रेम को देखिनिए सेठी असुविधारे पड़ जाए। ए कौन होई गला, किछि अलगा होची? आउ मु केवल स्त्री पुरुषर प्रेम कथा कहूनी। आपण जदि एमिति व्यक्ति जहाकू निज काम सहित मध्य गभीर प्रेम हो जाइछि, तेबे सतेबे समाज आपण को परिहास करिबो। आपण एमिति होई जांतु, आपण कुहंतु जे मु मो काम रे बुड़ी रहिछि, लोक कहिबे हे पागल ना कोन। समाज माने स्वार्थर जाल, आउ स्वार्थर ही दुईटी नाम, टंका आउ प्रतिष्ठा। बहुत लोक विचलित देखा जाउछंती। आचार्य जी, सतरे आध्यात्मिक होई गले कौन सामाजिक होई परिबेनी? सॉरी, किंतु आमे देखिचु जे एते भल भल लोक सामाजिक मध्य थांती, सेमानंकु समस्ते मानंती, सेमानंकर सबुठु भल मधुर संपर्क थाए, सेमाने समस्तंक सहित हसी हसी मिसंती। तेबे बुझी जा पुओ, किछि गड़बड़ थिबो। नाले तो भोट पाई मिसिबा को पड़े हसी हसी। निश्चित भावे तुमठु किछि आदाय करा जाउथिबो। निश्चित भावे किछि स्वार्थ लुचिकी थिबो। सत्य सामूहिकता और सामाजिकतार कथा नुहे। जो मानंकु सच्चा जीवन बंचिबार अछि सेमाने एकुटियार भय त्याग करंतु। जहाकु सत्य प्रिय होई गला ताकु लोकप्रियता सहित बेसी किछि माने रहेनी। किंतु एइटा भी एक आश्चर्य कथा। मानव इतिहास रे जेउ लोक माने सबुठु बेसी परिचित, सेमाने सबु सेई माने जहांकु सत्य सबुठु बेसी प्रिय थिला। आउ जहांकु सत्य अपेक्षा समाज प्रिय थिला, समाज मध्य सेमानंकु समयर धूली करदेला। केही सेमानंकु मने रखंतिनी। कोटी कोटी लोक मरीगले ना केवल समाज को खुशी करिवारे पूरा जीवन बिताई देई। एया ही कले ना सेमाने जीवन सारा। जे से खराब न भावंतो, ना बर्माजी खराब भावंतो, ना शर्माजी खराब भावंतो, मु तो समस्तंकु खुशी करी रखे। आमे तो सामाजिक लोक, समस्तंक सहित मिसिकी चलिबाको परे भाई। केउठी अछ तुमे? केउठी अछ?
ମହାତ୍ମା ବୁଦ୍ଧ ଥରେ କହିଥିଲେ, ଏମାନେ ସେଠି ଅଛନ୍ତି ଆଉ ସେତିକି ଅଛନ୍ତି ଯେତିକି ଗଙ୍ଗା ନଦୀ କୂଳରେ ବାଲି କଣ। ଗଙ୍ଗା ନଦୀ କୂଳରେ ବାଲିର ଯେତିକି କଣ ଅଛି ନା, ଏ ସମସ୍ତେ ସେଇମାନେ, ଏମାନେ ଯେଉଁମାନେ କେବେ ସାମାଜିକ ଭାବେ ସଫଳ ହେବାକୁ ଚାହୁଁଥିଲେ ଆଉ ଲୋକପ୍ରିୟ ହେବାକୁ ଚାହୁଁଥିଲେ। କିଏ ସେମାନଙ୍କୁ ଆଜି ମନେ ରଖିଛି? ପାଦ ତଳେ ଅଛନ୍ତି ଏ ସମସ୍ତେ ଆଜି। ମନେ ମଧ୍ୟ ତୁମେ କାହାକୁ ରଖୁଛୁ? ଯେଉଁମାନେ ସମାଜର ପରବା କଲେନି ନା ଯେଉଁମାନେ ସତ୍ୟର ପରବା କଲେ? ସେମାନଙ୍କୁ ସେହି ସମୟରେ ସମାଜରୁ ଯେମିତି ବି ବ୍ୟବହାର ମିଳିଥାଉ, ଯେପର୍ଯ୍ୟନ୍ତ ସମୟ ରହିବ, ଇତିହାସ ରହିବ, ସେମାନଙ୍କୁ ମନେ ରଖାଯିବ। ବୁଦ୍ଧ ସାମାଜିକ ଥିଲେ ନା ସମାଜ ଛାଡ଼ି ଚାଲି ଯାଇଥିଲେ? କୁହ। ଆଉ ଯେତେବେଳେ ସମାଜକୁ ଫେରିଲେ ମଧ୍ୟ ତେବେ କ'ଣ ସମାଜର ସର୍ତ୍ତରେ ଗଲେ? ସମାଜର କୌଣସି ସର୍ତ୍ତ ପାଳନ କରୁଥିଲେ? ଏମିତି ନୁହଁ ଯେ ତାଙ୍କୁ ତୁରନ୍ତ ଲୋକମାନେ ଆଦର ସମ୍ମାନ ଦେଇଦେଲେ। ତାଙ୍କ ବିରୋଧରେ ମଧ୍ୟ ଯାହା କିଛି କରାଯାଇ ପାରିଥାନ୍ତା ସବୁ କିଛି କଲେ ଆଉ ଚେଷ୍ଟା କଲେ। ତାଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କଲେ। ସିଏ କିଛି ପରବା କଲେନି। ସିଏ କହିଲେ ଯାହା ଠିକ୍ ସେମିତି ହିଁ ବଞ୍ଚିବାକୁ ହେବ। ଆଉ ଠିକ୍ ସେ ବଞ୍ଚିବାର ପରିଣାମ ହେଲା ଯେ ପରେ ତାଙ୍କୁ ସମାଜରେ ମଧ୍ୟ ସ୍ୱୀକୃତି ଓ ପ୍ରସିଦ୍ଧି ସବୁ ମିଳିଗଲା। ଆଉ ଯେଉଁ ଲୋକମାନେ ସମାଜର ସ୍ୱୀକୃତି ଓ ପ୍ରସିଦ୍ଧି ପାଇଁ ଲାଗିଯାନ୍ତି ସେମାନେ ସମୟର ଧୂଳି ହୋଇଯାନ୍ତି। ଗୋଟେ ପ୍ରଶ୍ନ ଭଲ ଭାବେ ନିଜକୁ ପଚାରି ନିଅନ୍ତୁ। ଯେଉଁ ଲୋକଙ୍କୁ ଖୁସି ରଖିବାରେ ନିଜ ଜୀବନ ନଷ୍ଟ କରିଦେଉଛ, ସେହି ଲୋକମାନେ ଆପଣଙ୍କର କୌଣସି କାମରେ ବି ଆସିବେ? ଯାହାଙ୍କ ଡରରେ ଜୀବନ ବିତାଉଛ, ସେମାନେ ଆପଣଙ୍କର କ'ଣ କ୍ଷତି କରିଦେବେ? ଏଇଟା ନିଜକୁ ନିଜେ ପଚାରନ୍ତୁ। କିମ୍ବା ଯାହାଙ୍କୁ ଟଙ୍କା ପଇସା ଦେଖାଇ ବହୁତ ପ୍ରଭାବିତ କରୁଛ, ସେମାନେ ପ୍ରଭାବିତ ହୋଇଗଲେ ମଧ୍ୟ ତୁମକୁ କ'ଣ ମିଳିଯିବ? ମିଳେ କିଛି? କିମ୍ବା ଯାହାଙ୍କ ଟଙ୍କା ଆଉ ପ୍ରତିଷ୍ଠା ଦେଖି ଆପଣ ପ୍ରଭାବିତ ହୋଇଯାଉଛନ୍ତି, ସେମାନଙ୍କଠୁ ପ୍ରଭାବିତ ହୋଇ ଆପଣଙ୍କୁ କ'ଣ ମିଳିଯାଉଛି? ଏସବୁ କିଛି କାମର କି? ବାସ୍ ମନରେ ଛାୟା ହୋଇ ରହିଥାଏ। ଆଧ୍ୟାତ୍ମ ସର୍ବପ୍ରଥମେ ଏକ ବିଦ୍ରୋହ ଅଟେ। ଅତୀତର ଆଉ ଆଭ୍ୟନ୍ତରୀଣ ପରମ୍ପରା ବିରୋଧରେ। ଯାହା ଅତୀତରେ ଚାଲି ଆସିଛି ଚଳିବନି ଆଉ ଏବେ। ଆଉ ଯାହା ଭିତରେ ଭିତରେ ସବୁବେଳେ ଚାଲିଥାଏ ଚଳିବନି ଆଉ ଏବେ। ଯିଏ ବିଦ୍ରୋହୀ ନୁହେଁ ସିଏ ଆଧ୍ୟାତ୍ମିକ ହୋଇପାରିବନି। କଥାଟା କିଛି ବୁଝା ପଡ଼ୁଛି? ନେବା ଏକ ନା ଦେବା ଦୁଇ, ଦୁନିଆ ମୁଣ୍ଡ ଉପରେ ଚଢ଼ିଯାଏ। ଆଉ ଆମେ ଏହାକୁ ମୁଣ୍ଡରେ ଚଢ଼ାଇ ମଧ୍ୟ ରଖୁ। ତୁମେ କିଏ? ଏହା ହିଁ ପ୍ରଶ୍ନ ହେବା ଦରକାର। କିଏ ତୁମେ? କାହିଁକି ଶୁଣିବୁ ତୁମ କଥା? କିଏ ତୁମେ? ହଁ ଶୁଣିବୁ। ଏମିତି ନୁହେଁ ଯେ ଆମ ପାଖରେ କାନ ନାହିଁ। ଆମ ପାଖରେ କାନ ସେମାନଙ୍କ ପାଇଁ ଅଛି ଯାହାଙ୍କ ପାଖରେ ପ୍ରେମ ଅଛି। ତୁମ ପାଖରେ ପ୍ରେମ ଅଛି ତ ମୋ ପାଖରେ କାନ ଅଛି। ଆଉ ଯଦି ତୁମ ପାଖରେ ପ୍ରେମ ଅଛି ତେବେ ମୋ ପାଖରେ ପାଟି ମଧ୍ୟ ଅଛି। କଥା ବି ସେମାନଙ୍କ ସହ ହେବି, ଉତ୍ତର ବି ସେମାନଙ୍କୁ ଦେବି।
ଯାହାଙ୍କ ପାଖରେ ପ୍ରେମ ଅଛି। ଶୁଣିବୁ ବି ସେମାନଙ୍କ କଥା ଯିଏ ପ୍ରେମ ଜାଣନ୍ତି, କହିବୁ ବି କେବଳ ସେମାନଙ୍କୁ ଯିଏ ପ୍ରେମ ଜାଣନ୍ତି। ଯେଉଁମାନେ ଏମିତି ହିଁ ପଳେଇ ଆସିଛନ୍ତି, ନେବା ଏକ ନା ଦେବା ଦୁଇ, ଏମିତି ହିଁ ଆସୁଛନ୍ତି ହେରି। କେହି ଡର ଦେଖାଉଛି, କେହି ଧମକ ଦେଉଛି, କେହି ଟଙ୍କା ଦେଖାଉଛି। ଯାହା ବି ଧରିକି ଆସିଛ ନିଜ ଘରେ ରଖ। ଆମ ସହ ତୁମର ସମ୍ପର୍କ କ'ଣ? ଆଜି ପର୍ଯ୍ୟନ୍ତ ତୁମ କଥା ମାନି ନେଇ ବି ତୁମେ ଆମକୁ କ'ଣ ଦେଇଛ? ତୁମ ନିୟମରେ ଚାଲିକି ତୁମକୁ ହିଁ କିଛି ମିଳିଲାନି ତ ଆମକୁ କ'ଣ ମିଳିଯିବ?